ଭାଇ ଆମ ଇଣ୍ଡିଆରେ ଗୋଟେ ଏମିତି ଫିଲ୍ମ ବନୁଛି ବୋଲି ଏବେ ବି ବିଶ୍ୱାସ ହଉନି। 4,000 କୋଟି ବଜେଟ୍, ଦିଟା ପାର୍ଟ ମିଶେଇକି ଦିଟା ପାର୍ଟ ପୁରାପୁରି ଫିଲ୍ମଟା 8 ଘଣ୍ଟା 7 ଘଣ୍ଟାରେ ତିଆରି ହଉଛି। ତାକୁ ପାର୍ଟ ବାଇ ପାର୍ଟ ରିଲିଜ କରିବେ। ଏ ବର୍ଷ ଗୋଟେ କାଳି ଭିତରେ, ଆର ବର୍ଷ ଗୋଟେ କାଳି ଭିତରେ ଆସିବ। 4,000 କୋଟି ଫାର୍ଷ୍ଟ ଟାଇମ୍ ପାଇଁ ଗୋଟେ ଫିଲ୍ମ ହଉଛି ବୋଧେ। ନମିତ ମଲ୍ହୋତ୍ରାଙ୍କର ସ୍ୱପ୍ନ ଥିଲା ଯେ ରାମାୟଣ ଖାଲି ଇଣ୍ଡିଆରେ ନ ରହୁ, ୱାର୍ଲଡ ୱାଇଡ୍ ଜାଣିବା ଦରକାର ପ୍ରକୃତରେ ରାମାୟଣ ମହାଭାରତ କ'ଣ। ଆଉ ଫିଲ୍ମ ଦ୍ୱାରା ଜାଣିବା ୟାଠୁ ବଡ଼ ଜିନିଷ ଆଉ କିଛି ନାହିଁ। ଆଜିକାଲି ଫିଲ୍ମରେ କିଛି ବି ଜାଣି ହବ। କେଡ଼େ କେଡ଼େ ବଡ଼ ବଡ଼ ହିଷ୍ଟୋରିକାଲ ଷ୍ଟୋରି ହଉ କି ଧୁରନ୍ଧର ନେଇଯା, ପୁରୀ ନେଇଯା, ଏମିତି କେତେ ବଡ଼ ବଡ଼ ଷ୍ଟୋରି ଫିଲ୍ମ ଦ୍ୱାରା ଆମକୁ ଜାଣିବାକୁ ମିଳୁଛି। ରାମାୟଣ ଏମିତି ଗୋଟେ କନସେପ୍ଟ ଯାହା ଦେହରେ ପଇସା ଲଗେଇବା ବଡ଼ ବଡ଼ ଡାଇରେକ୍ଟର ପଡୁଛନ୍ତି ଡରି ଯାଉଛନ୍ତି। ଟିକେ 19 20 ହେଲା ନା, आदि पुरुष कथा मन पड़ुव, कपड़ा तेरी बाप की, तेल तेरी बाप की, जल गया तेरी बाप की। पता नहीं हनुमान बोधे मुंबई आड़ आसते टपरी बाजी किए थे आदि पुरुष। रामायण फास्ट आनाउंस ना, जो आनाउंसमेंट वीडियो छड़ा जो इविल को रेड कलर देखाई भगवान को जो देखाई ब्लू कलर रे से भरसा फिल्म किसी तो गोटे कर नीतीश तिवारी डायरेक्टर जो पिक डिटेलिंग नीतीश तिवारी कह दंगल छोरे पिक डिटेलिंग ना मजा आसो। नमित मल्होत्रा किए जापार दी फिल्म कौन स्टूडियो बन इंटरस्टेलर, टेनेट, ट्यून केते बड़े VFX स्टूडियो भाभी सी प्रोड्यूस कर रामायण। तो VFX किसी कम्प्लेन ना। एवं ट्रेलर बोधे भाभी ट्रेलर बोधे रामनवमी आसो, आसला हनुमान जयंती से बिना हनुमान आसी तो कहीदे। स्टार्टिंग जो सीन देखी तो भाई फास्ट AI जनरेट हो एडिट ग्राफिक्स मानिया पड़े टॉप नॉच। किसी जगह अच्छी जमीक रणबीर कपूर जो चल चली आसुँच भाई एत बड़ जो बात्या भाया घूर्णिझड़ अच्छी चल चली आस चुटी टी उड़ी भल कमन दूसरा जमी सुपरमैन होता देखो गोटे कैन फोपाड़ी आखि ब्लिंक हो पचास स्टूडियो फिक्स कर भाई मुझे आशा करुँची এটা গোটা স্টুডিওটা ফিক্স করদেব। আর বছর VFX দেখে দাম লাগিলা পশুরাম পশু আসুଛି রাম ধରୁଛନ୍ତି ସେ ଯେଉଁ ବ୍ୟାକ୍ଗ୍ରାଉଣ୍ଡ ଲାଗିଲା ମୋତେ ସିରିଏଲ ଯେଉଁ ମହାଭାରତ ହଉ ରାମାୟଣ ଷ୍ଟାର୍ଟ କରି ସିରିଏଲ ଚାଲେନି ସେଇଭଳିଆ ବ୍ୟାକ୍ଗ୍ରାଉଣ୍ଡ ଲାଗିଲା। ଏମିତି ଗ୍ରୀନ୍ କପଡ଼ା ମରାଯାଇଛି, ଗୋଟେ ଫଟୋ ଲଗା ହେଇଯାଇଛି। ଆଉ ଟିକେ ବଢ଼ିଆ ଅଛି ନହେଲେ ଆଉ ସବୁ ଡିଟେଲିଂ ମସ୍ତ ହେଇଛି। ଆଉ ଯେଉଁ ସବୁ ରାକ୍ଷସ ଦେଖାଇଛନ୍ତି ନା ପ୍ରକୃତରେ ରାକ୍ଷସ ସେମିତି ହିଁ ଲେଖା ହେଇଥିଲା। ଆମେ ରାମ ସାଙ୍ଗ ରାମାୟଣ ଦେଖିଦେଇଛୁ ଛୋଟବେଳୁ ହଉ କି କୋଭିଡ ଟାଇମ୍ରେ ହଉ ଛାପି ଯାଇଥିବ। ଆମେ କୌଣସି ଅଲଗା ଜିନିଷକୁ ନିଜ ଭିତରୁ ନେଇପାରୁନୁ। ଆଉ ଆଦି ପୁରୁଷ ଭଲ ସେମିତି କହିବାକୁ ଗଲେ ତ ଟେଲରରେ ବହୁତ ଜିନିଷ ଅଛି, ଛୋଟ ଛୋଟ ଜିନିଷ ଯେମିତି ଯେଉଁ ସଭାରେ ବସିଥିବେ ରାମ ଲକ୍ଷ୍ମଣ ସୀତା ଚାଲି ଚାଲି ଭିତରୁ ଯାଉଛନ୍ତି ବନବାସ ସିଏ। ଆଉ ସବୁଠୁ ବେଷ୍ଟ ସଟ୍ ମୋତେ ଲାଗିଲା ଯେଉଁ ରାତିରେ 3 ଜଣ ଆମର ପ୍ରଭୁ 3 ଜଣ ଠିଆ ହେଇଛନ୍ତି, ଲୋକମାନେ ତାକୁ ଦେଖୁଛନ୍ତି କିଛି ବନବାସ ଯିବେ ଯେମିତି ରାତି ସମୟଟା। ସେ ଯେଉଁ ସିନ୍ଟା ବଢ଼ିଆ ହେଇଛି, ଇମୋସନାଲ ସିନ୍ ଫିଲ୍ମ ଜଣା ପଡ଼ିବ ପୁରା ପୂଜା। ସେ ସିନ୍ରେ ଆମ ବନବାସ ସିନ୍ ଯେଉଁ ଯାଉଥିବେ ପୁରା ହଲ୍ ପୁରା ସାଇଲେଣ୍ଟ ହେଇଯିବ। ଯେତେବେଳେ ଶ୍ରୀରାମ ଶୋଇଥିଲା रणबीर कपूर ଚାଲି ଚାଲି ଆସୁଛନ୍ତି, ସେ ଯେଉଁ ସିନ୍ଟା ହଲ୍ରେ କାଲି ସିଟି ତଳେ ପଡ଼ିବ। ମୋତେ ରାମ ସାଙ୍ଗ ରାମାୟଣ ଯେଉଁ ରାମ ଦେଖିଥିଲୁ ସିଏ, ଆଉ ମହାଭାରତରେ ଷ୍ଟାର୍ଟ କରି ଶ୍ରୀକୃଷ୍ଣ ମହାଦେବ, ସେ ମହାଦେବ, ତାପରେ ଇଏ ଯେଉଁ रणबीर कपूर ରାମ, ବାସ୍ ଇଏ ପରଫେକ୍ଟ କାଷ୍ଟିଂ କରାଯାଏ। ମୋତେ ଲାଗୁଛି ରାମାୟଣ ରିଲିଜ ହେବ କି କଣ୍ଟ୍ରୋଭର୍ସି ହେବ, କାହିଁକିନା ଆମେମାନେ ଛୋଟ ଦେଖି ଆସିଛେ କି ଯେତେବେଳେ ଲକ୍ଷ୍ମଣ ଯାଇଥିବେ ଲକ୍ଷ୍ମଣ ରେଖା ଟାଣିଥିବେ ସେତେବେଳେ ଉପରୁ ନ ଯିବା ପାଇଁ, ଆପଣ ଆସିବ ନେବା ପାଇଁ। ଆଉ ଗୋଟେ ଯେତେବେଳେ ରାମ ଧନୁ ଭାଙ୍ଗିବେ ସେତେବେଳେ ପଶୁରା ବାସିଥିବେ କି ଇଏ ସେ ଧନୁ ଭାଙ୍ଗିଲା ବୋଲି। ପ୍ରକୃତରେ ଅରିଜିନାଲ ବାଲ୍ମୀକି ରାମାୟଣରେ ସେ ଜିନିଷ ଲେଖା ହେଇନଥିବ। ପ୍ରକୃତରେ ପଶୁରା ବାସିଥିଲେ ବହୁତ ସମୟ ପରେ ମନ ଭାଙ୍ଗିଲା ତାର ପାଖକୁ ଫେରିଲା ବେଳେ ବାଟରେ ସେତେବେଳେ ଆସିଥିଲେ। ସେଇ ଯେଉଁ ସିନ୍ଟା ପଶୁ ଧରିବା ସିନ୍ଟା ସେ रणबीर कपूरର, ସେଇଟା ହିଁ ଏଥିରେ ପାଉଛି ଷ୍ଟ୍ରଙ୍ଗ ସୋସିଆଲ ଶୁଣିବାର ଅଛି। रणबीर कपूर ଡବଲ ଅଛି, ପଶୁରାମ ବି रणबीर कपूर କରିବେ ପ୍ଲସ୍ ରାମ ବି रणबीर कपूर କରିକି କରୁଛନ୍ତି। ଆଉ ରହିଲା 3-4 ସେକେଣ୍ଡ ସିନ୍ ନାହିଁ, ଯେଉଁ ପଛରୁ ଆସି ସିନ୍ଟା ଚାଲି ଚାଲି ଆସିବାଟା ଗୋଟେ ଯାହା ଚାଲି ଚାଲି ଆସିବ ସିନ୍ରେ ଦେଖା ହେଇଛି। ଖାଲି କମନ ସିନ୍ଟା ମିଳିଥାନ୍ତା ନା ଏଇଠି ଫିଲ୍ମ କଥା କିଛି ଠିକ୍। ଆଉ ସବୁଠୁ ବେଷ୍ଟ ସିନ୍ ଥିଲା ଗୋଟେ ଯେଉଁଟା ହେଉଛି ପୁଷ୍ପ ଅଭିମାନ। ହଁ ସେ ଦିନ ଥିଲା ଆମର ରାମ ଉଡ଼ୁଥିଲେ ଚନ୍ଦ୍ରାତଳେ, ହଁ ତାପରେ ବସି ଉଡ଼ି ଯାଇଥିଲେ ସୀତାକୁ ଆଣିବା ପାଇଁ। ଇଏ ଯେଉଁ ପୁଷ୍ପ
ତ ପୁରା ପୁଷ୍ପ ଭିତରେ ବିମାନ ତାଙ୍କର ବିଗ୍ ଫିଲ୍ମ ହେଇଥିବ ଗୋଟେ ଏମିତି ଟାଇପ୍ର ଏ ପତଳା ରାଉଣ୍ଡ ହଉଛି ତା ମଝିରେ ରାବଣ ଚାଲି ଆସିକି ଦେଖିବ ଏତେ ଛୋଟ ଜିନିଷ ନୀତିଶ ତିୱାରୀ ଏତେ ଛୋଟ ଛୋଟ ଜିନିଷ ବାହାର କରିଛନ୍ତି ମାନେ ଫିଲ୍ମ ଭଲ ଆକାରରେ ଅଛି। ଲାଗୁନି ଯେ ଫିଲ୍ମ ଖରାପ ହବ। ବଜେଟ୍ ଅଛି, ଡାଇରେକ୍ଟର ଭଲ, ଏଡିଟର ଭଲ, କମ୍ପାନୀ କହିଲେ ଦଶରେ, ମ୍ୟୁଜିକ୍ ଡାଇରେକ୍ଟର ବି ସବୁ କିଛି ଜବରଦସ୍ତ ଅଛି। ଫିଲ୍ମ ଅବଶ୍ୟ ଚାଳିବେ ଯା ଦେଖାଯିବ କେମିତି ବାହାରିବ। ଆଉ ଯେ ଛୋଟ ଛୋଟ ସବୁ ଭିଏଫଏକ୍ସ ମିଷ୍ଟେକ୍ ହେଇଛି ନା ନମିତ ମଜୁମଦାର ଗୋଟେ ଟ୍ୱିଟ୍ କରିଛନ୍ତି ଯେ ରିଲିଜ ହେଲା ବେଳକୁ ଇସ୍ ପରଫେକ୍ଟ ହେଇଯାଇଥିବ। ଏତେ ଖାଲି ରାମଙ୍କର ପ୍ରଥମ ଲୁକ୍ ଆସିଛି ଆଉ ତାର ଯେମିତି ଗୋଟେ ଗୋଟେ ସମସ୍ତର ଆସିବ ଯେମିତି ଆମର ହନୁମାନଙ୍କର ହଉ କି ଲକ୍ଷ୍ମଣଙ୍କର ହଉ କି ଆମର ଖାସ କରି ଯାହା ଆପଣଙ୍କର ବି ହଉ ଗୋଟେ ଲୁକ୍ ତ ଯାହା ବି ହେଲେ ଆସିବ। ଏଥିରେ ବି କିଛି ଆକ୍ସନ ସିନ୍ ରହିବ ଯେମିତିକି ତାରକାସୁର ବଧ ରହିବ ଯେତେବେଳେ ବିଶ୍ୱାମିତ୍ର ସାଙ୍ଗରେ ରାମ ଯାଉଥିବେ ବନକୁ ସେଟା ଯୋଉ ବଧଟା ହେଇଥିଲା ସିଏ ରହିବ। ଆଉ ଯୋଉ ଷ୍ଟାର୍ଟିଂ ଆଇ ସିନ୍ ଦେଖି ଯାକୁ କହୁଛି ଗେମ୍ ଅଫ୍ ଥ୍ରୋନ୍ସ ଭଳିଆ ଲାଗୁଛି ମତେ ଲାଗୁଛି ସେଟା ରାବଣ ଯେତେବେଳେ କୁବେରକୁ ହରିବା ପାଇଁ ଆସିନଥିବେ କୁବେର ଘରେ ରାବଣ ନେଇଯିବେ ଲଙ୍କା ତାପରେ ପୁଣି କୁବେର ଯାଇକି ବରଫ କି ଆମର ହିମାଳୟ ରହିଥିବେ ସେଇ ସମୟ ଯୋଉ ଯୁଦ୍ଧ ହବ ସେଇଟା ହିଁ ହେଇଥିବ ବୋଧେ ଷ୍ଟାର୍ଟିଂ ସେଟା ହିଁ ଦେଖେଇଦବ ରାବଣ କିଛି ସିନ୍ ଛୋଟ ଟେଲରରେ କହିଲେ ଏତେ କଥା ଅଛି ଯେ ସରିବନି ନୂଆ ନୂଆ ଫିଲ୍ମ ସେ ଜାଣିବାର ଅଛି ନା ମୋ ଚ୍ୟାନେଲକୁ ଜଲ୍ଦି ସବସ୍କ୍ରାଇବ କରିଦେବ।